ଥରେ ଗୋଟେ ଗଧ ଆଉ ଗୋଟେ ହରିଣ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଲାଗିଥିଲେ। ଗଧ ହରିଣକୁ କହୁଥାଏ ଆକାଶର ରଙ୍ଗ ଲାଲ, ହରିଣ କିନ୍ତୁ ଗଧକୁ ବୁଝାଉଥାଏ ଆକାଶର ରଙ୍ଗ ଲାଲ ନୁହେଁ ନୀଳ ଅଟେ। ଗଧ କିନ୍ତୁ ମାନିବାକୁ ନାରାଜ। ଏଥର ହରିଣ ଗଧ ଉପରେ ରାଗି ଯାଇ କହିଲା, ଠିକ ଅଛି, ଚାଲ ଆମେ ଦୁହେଁ ଜଙ୍ଗଲର ରାଜା ସିଂହ ପାଖକୁ ଯିବା। ଠିକ ଭୁଲର ବିଚାର ସେ ହିଁ କରିବେ। ଦୁଇ ଜଣ ରାଜାଙ୍କ ଦରବାରରେ ପହଞ୍ଚିଲେ। ହରିଣ କହିଲା, ମହାରାଜ, ଆମ ଭିତରୁ ଯିଏ ବି ମୂର୍ଖତାର ପରିଚୟ ଦେବ ଆପଣ ତାକୁ ମୃତ୍ୟୁଦଣ୍ଡ ଦେବେ। ରାଜା କହିଲେ, ଠିକ ଅଛି, କିନ୍ତୁ ସମସ୍ୟା କ'ଣ? ହରିଣ କହିଲା, ମହାରାଜ, ମୁଁ ଅନେକ ସମୟ ଧରି ଏ ଗଧକୁ ବୁଝାଉଛି ଆକାଶର ରଙ୍ଗ ନୀଳ, କିନ୍ତୁ ଏ ଗଧ କହୁଛି ଆକାଶର ରଙ୍ଗ ଲାଲ। ଏତିକି ଶୁଣି ରାଜା ହସି ଦେଇ ହରିଣକୁ କହିଲେ, ଠିକ ଅଛି, ମୁଁ ତମକୁ ଅବଶ୍ୟ ମୃତ୍ୟୁଦଣ୍ଡ ଦେବି। ହରିଣ ଡରି ଯାଇ କହିଲା, ମହାରାଜ, ଆପଣ ମୋତେ ମୃତ୍ୟୁଦଣ୍ଡ ଦେବେ, କିନ୍ତୁ କାହିଁକି? ରାଜା କହିଲେ, ମହାମୂର୍ଖ ତ ତମେ, ଠିକ ଭୁଲ ଜାଣିବି ଗଧ ସହିତ ଅଯଥା ତର୍କ କରୁଥିଲ। ବନ୍ଧୁଗଣ, ଆମକୁ ବି ଜୀବନରେ ଏ ଗଧ ଭଳି ଅନେକ ଲୋକ ମିଳନ୍ତି। ଆମକୁ ତାଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ, ଆଉ ନିଜ ସମୟକୁ ନଷ୍ଟ କରିବା ଆଦୌ ଉଚିତ ନୁହଁ।